ଗାଁ ମୁଣ୍ଡ ମଶାଣିରେ ବାପାଙ୍କର ଜୁଇ ଜଳିବା ସହିତ ବିଜୁର ପାଠପଢ଼ାଟା ବି ସବୁଦିନ ପାଇଁ ଜଳିଗଲା ସେଇଠି। ଆଉ ପଢ଼ିବାକୁ ଇଚ୍ଛା ନାହିଁ। ଘରେ ବିଧବା ବୋଉ, ଘର ପୁଣି ଚଳିବ ନା। କଥା ରଖିକି ନନାଙ୍କ ଦୋକାନରେ ଯେତେବେଳେ ମଜୁରିଆ କାମ କରିଛି, କେହି ଜଣେ ଦେଖି ପୋଲିସକୁ ଖବର ଦେଇଥିଲା। ଶିଶୁ ଶ୍ରମିକର କାମ କରିବାର ଅଧିକାର ନାହିଁ। ତା ଛଡ଼ା ତାକୁ ଯିଏ ଖଟେଇବ ସିଏ ବି ଦଣ୍ଡ ପାଇବ। ସେଇଥିପାଇଁ ଡରରେ କେହି କାମ ବି ଦେଲେନି। ଯାହା ହଉ, ମାଡ଼ ଗାଳି କେତେ ଶୁଣିଛି। ଏ ରୁଟି ପଟକ ପାଇଁ କେତେ ବିଧା ଖୋଇଟା ଖାଇଛି। ପାଟି ଖୋଲିନି କେବେ। ବୋଧେ ଦୈବ ଖେଳୁଛି। ତଥାପି ହାର ମାନିନି, କର୍ମପଥରେ ଆଗେଇ ଚାଲିଛି। ଏଣିକି ସେ କଥା ଗୁଡ଼ାକ ଭାବିଲା ବେଳକୁ ଆଖିର ଲୁହ ଓଠ ପିଇଯାଏ। ବୟସ ବଢ଼ିଯାଇଛି। ଏଣିକି ନା କି ଆଉ ଶିଶୁ ଶ୍ରମିକ କହିବ, ନା କାମରୁ ବାହାଲ କରିବ। କଥା ରଖିକି ନନାଙ୍କ ଘରେ ଯେମିତି କୁହନ୍ତିନି, ହାତ ବାରିଶି କାମରେ ନିୟୋଜିତ ବିଜୁ। ହଁ, ନନା ଖାଇ ପିଇକି 7 ଟଙ୍କାକୁ ଦିଅନ୍ତି, ବୋଧେ ଘର ଚଳିଯାଏ। ବୋଉ ଅଧିକ କେବେ ମାଗିନି, ସବୁ ସେ ମହାପ୍ରଭୁଙ୍କ ଇଚ୍ଛା। କିନ୍ତୁ ସାଆନ୍ତାଣୀ ମା ବିଜୁକୁ ଭାରି ଭଲ ପାଆନ୍ତି। ଯେତେବେଳେ ଚାହା ବି ଲୋଡ଼ା ହୁଏ, କହିବା ଆଗରୁ ବିଜୁ ଆଣି ଥୋଇଦିଏ। ବାବୁ କିନ୍ତୁ ଭାରି ରାଗି ମିଜାଜର ଲୋକ। ଦେଖି ଶୋଇପାରନ୍ତିନି। କାହାରି ଭଲ ମନ୍ଦକୁ ଗାଳି କରନ୍ତି, ମାରଧର କରନ୍ତି। ଲୋକେ ଦେଖିଲେ ଦୂରେଇ ଯାଆନ୍ତି। ସବୁବେଳେ ମନ ଭିତରେ ଆସେ, ଲୋକଟା ଏମିତି ଅସୁରକ୍ଷା ଯେ ମରିଗଲେ ଭଲ ହୁଅନ୍ତା। ହଁ, ଟଙ୍କା ପଇସା ବାଲା ଆଖିରେ ବାବୁ ହେଉଛନ୍ତି ମହାଜନ, କିନ୍ତୁ ମଳିମୁଣ୍ଡିଆଙ୍କ ଆଗରେ କହିବାକୁ ଗଲେ ଖୋଦ୍ ଚିତଖୋର ମଣିଷ। ଯଦି ଟଙ୍କାଟିଏ ବି କିଏ ନେଇଥାଏ, 2 ଗୁଣା କରି ଫେରନ୍ତି। ତା ନହେଲେ ଅସୁରକ୍ଷା ଆଖିଟା ଜମି ଉପରେ ଲାଗିଯିବ ଯେ। ଏ ନିଆଁ ଲଗା ଆଖିକୁ ଦେଖିବାକୁ ତର ନାହିଁ, କି ଅସୁରକ୍ଷା ମଣିଷଟାକୁ କହିବାକୁ ତର ନାହିଁ। ରାତି ପାହିଲେ ଗାଳି ଗୁଲଜ, ମାରପିଟ, ତଣ୍ଟି ଚିପି ଟଙ୍କା ଆଦାୟ କରିବା। ସାଆନ୍ତାଣୀଙ୍କ ଦେହକୁ ଯାଏନି ଏସବୁ। ସବୁବେଳେ ହାତ ଯୋଡ଼ି ଦେଇ କୁହନ୍ତି, ଠାକୁରେ ମୁଣ୍ଡରେ ଟିକେ ବୁଦ୍ଧି ଦେଲେ ହନ୍ତାନି। ଯାହା ବି ହଉ, 12 ମାସରେ 13 ପର୍ବ ବହୁ କଷ୍ଟରେ କରନ୍ତି। ଅନେକ ପୁଣି ବାରଣ ଥାଏ। ତଥାପି ପାଖରେ ବିଜୁ ଅଛି ନା, ସବୁକିଛି ତୁଲେଇ ନିଏ। ହଁ, ଟିକେ ଶୁଣିବାକୁ ପଡ଼େ। ସାଆନ୍ତାଣୀ ମା କିନ୍ତୁ ମୁଣ୍ଡରେ ଟିକେ ହାତ ମାରି ଦେଇ କୁହନ୍ତି, କିଛି ହବନି, ମୋ ସାଆନ୍ତେ ଅଛନ୍ତି, ଆଉ ତୋ ପରିକା ପୁଅଟିଏ ଅଛି। ହଁ, ମନରେ କେବଳ ଗୋଟିଏ ଦୁଃଖ, ଦୈବ କୋଳକୁ ସନ୍ତାନଟିଏ ଦେଲାନି। କେତେ କାକୁତି ମିନତି ହେଇଛି, କେତେ ଦିଅଁ ଦେବତା ପୂଜିଛି, କିଛି ବି ଲାଭ ହେଲାନି। ସତରେ କ'ଣ ଠାକୁର ମୋ ଠେଇଁ ତୁମେ ଏତେ ନିଷ୍ଠୁର? ବିଜୁ ଲୁହ ପୋଛି ଦେଇ କୁହେ, ସାଆନ୍ତାଣୀ ମା ମୋ ମନ ଦୁଃଖ କରୁଛ କିଆଁ? ମୋ କାଳିଆକୁ ପୁଅ ବୋଲି ଭାବିନିଅ। ଦେଖିବ ତୁମ ସୁବିଧା ଅସୁବିଧାରେ ନା ସେଇ ହାତ ପଇଟି କରିବ। କଥାଟା ମନକୁ ଗଲା। କାହିଁକି କେଜାଣି ବହୁତ ଦିନ ପରେ କାଳିଆକୁ ଦେଖିବା ପାଇଁ ମନଟା ଝୁରି ହେଲା। ପାଟି ଖୋଲି କହିପାରନ୍ତିନି, କେବଳ ବାବୁଙ୍କ ଡରରେ। ସେଦିନ କିନ୍ତୁ କିଛି ବନ୍ଧୁବାଡ଼ ମାନିଲେନି। କହିବା କ୍ଷଣି ସେ ରାଗି ମିଜାଜର ମନକୁ କାହିଁକି କେଜାଣି ପରିବର୍ତ୍ତନ ଟିକେ ଆସିଲା। କହୁ କହୁ କହି ପକେଇଲା, ମୁଁ ଯାଇପାରିବିନି। କେତେ କ'ଣ ଟଙ୍କା ଆଦାୟ କରିବାର ଅଛି। ଯଦି ଯିବାର ଅଛି ଏକା ଚାଲିଯାଅ, ନହେଲେ ବିଜୁକୁ ନେଇଯାଅ। କଥା ହିଁ ସେତିକି। ବିଜୁଟା ଯଦି ଚାଲିଯିବ, ତମ ବୋଲହାକ କରିବ କିଏ? କିଛି କଥା ନାହିଁ, ଚକରାକୁ ଡାକିଦେବି। 2-3 ଦିନ ମୋ ପାଖରେ ରହିବ, ତମେ ଆରାମସେ ଯାଅ। ବୁଝିଲୁ ବିଜୁ? ସାଆନ୍ତାଣୀଙ୍କ ପାଖେ ପାଖେ ରହିବୁ। ତାଙ୍କୁ ଟିକେ ପୁରୀର ସବୁ କୋଣ ଅନୁକୋଣ ବୁଲେଇବୁ। ଶ୍ରୀମନ୍ଦିରରେ ମୋ ଆଉ ଗୋଟେ କଥା, ଖର୍ଚ୍ଚ ବାବଦକୁ 200 ଟଙ୍କା ହାତରେ ନେଇଥା। ବାକି ଯଦି ଦରକାର ପଡ଼େ ନା, ସାଆନ୍ତାଣୀଙ୍କୁ ଦେଇଛି। ଯାହା ଦରକାର ପଡ଼େ ସବୁ କିଣିଦେବୁ। ହଁ, ଟିକେ ଯେମିତି ଅବହେଳା ନ ହୁଏ। ହଁ ଆଜ୍ଞା ସାଆନ୍ତେ, ଆପଣଙ୍କ କଥା ରହିବ। ଏତକ କହି ମା ପୁଅ ସେଦିନ ଶ୍ରୀକ୍ଷେତ୍ର ବାହାରି ପଡ଼ିଲେ। ହଁ, ବିଜୁ ସହିତ ଯିବା ଦିନ ନା ସାଆନ୍ତାଣୀକୁ ଏମିତି ଲାଗୁଥାଏ, ମୋର ସିନା ପୁଅ ନାହିଁ, ବିଜୁ କାଳିଆ ମୋତେ ଦେଇଛି ତାକୁ।
ତା ନ ହୋଇଥିଲେ ଶ୍ରୀକ୍ଷେତ୍ର କ'ଣ ତା ସହିତ ଆସିଥାନ୍ତି କି? ମନରେ ଭାବିଲା ମାଆଟି, ଏ ବିଜୁ ହେଉଛି ମୋରି ପୁଅ। ଶାନ୍ତେ ବିଜୁଟାକୁ ଯଦି ମୋ ପାଖରେ ସାରା ଜୀବନ ରଖିଦିଅନ୍ତ, କେଡ଼େ କଥା ହୁଅନ୍ତା। ରଖିବ ନା ଶାନ୍ତେ? ମନ କଥା ମନରେ ଥାଏ। ବିଜୁକୁ ଚାହିଁ ମା ସେଦିନ ମୁରୁକି ମୁରୁକି ହସୁଥାନ୍ତି। ଆଉ ବିଜୁଟା ବି ଏଣେ ତେଣେ ଚାହୁଁଥାଏ, ଦେଖାଇ ଦେଉଥାଏ, ମା ଏ ଦେଖୁଛ ତ ଫୁଲ ନଖରା ପଡ଼ିଲା। ଏଣିକି ମାଆଙ୍କୁ ଟିକେ ନିଦ ଲାଗିଛି। କେହି କ୍ଷଣି ଗାଡ଼ିଟା ଆସିତେ ଶ୍ରୀମନ୍ଦିର ପାଖରେ ପହଞ୍ଚି ଯାଇଛି, ସେ କଥା ମା ଜାଣନ୍ତିନି। ହାତ ହଲେଇ ବିଜୁ ଉଠେଇଲା। ଏଣିକି ମାଆଙ୍କର ଖୁସି କହିଲେ ନ ସରେ। ବଡ଼ଦାଣ୍ଡରେ ପହଞ୍ଚିବା କ୍ଷଣି ପତିତପାବନ ବାନାକୁ ଚାହିଁ ମୁଣ୍ଡିଆଟିଏ ମାରି କହିଲେ, ଶାନ୍ତେ ତୁମରି ବଡ଼ପଣ ରହୁ। କେତେ ଇଚ୍ଛା କରିଥିଲି, ଆଜି ସବୁ ଇଚ୍ଛା ପୂରଣ ହେଲା ମୋର। ଯାହା ହଉ ତୁମର ଟିକେ ଦର୍ଶନ ମିଳିବ। ବିଜୁ ହାତ ଧରି ଭିଡ଼ି ନେଉଥାଏ। ଧାଡ଼ି ବାନ୍ଧି ଭକ୍ତମାନଙ୍କ ଗହଣରେ ସିଂହଦ୍ୱାର ଦେଇ ପହଞ୍ଚିଲେ ମହାପ୍ରଭୁ କାଳିଆ ଶାନ୍ତଙ୍କ ପାଖରେ। ହଁ, ମାଆଟିଏ ତା ମନ ଭିତରେ ଯାହା ସବୁ ସାଇତି ରଖିଥିଲା, ଭୋ ଭୋଇ କାନ୍ଦିବାକୁ ଲାଗିଲା। ଆଶ୍ଚର୍ଯ୍ୟର କଥା, ଯେତେବେଳେ ଚକାଚକା ଆଖି ଦୁଇଟାରେ ଆଖି ମିଶି ଯାଇଛି, ଆଉ କିଛି କହିବାକୁ ଇଚ୍ଛା ହେଲାନି। ପୂର୍ବରୁ କହିଛି, ସେ ଆଖି ହିଁ ସେମିତିକା, ସେ ଦିଅ ହିଁ ସେମିତିକା। ତାଙ୍କୁ ଯଦି ଭଲ ପାଇକି ଯାଇଥିବ ନା, କିଛି ବି କଥା ମନେ ପଡ଼ିବନି। କାହିଁକି ଏମିତି ହୁଏ ସେ କଥା ମୁଁ ବି ଜାଣିନି। ବିଜୁ କିନ୍ତୁ ସେଦିନ ମାଆଙ୍କର ଆଖିର ଲୁହକୁ ସହିପାରିଲାନି। ଲୁହ ପୋଛି ଦେଇ କହିଲା, ମା ମୁଁ ପରା ଅଛି, କାନ୍ଦୁଛ କାହିଁ? ତମ ସାଥିରେ ମୁଁ ଆସିଛି। ତା ଛଡ଼ା ମହାପ୍ରଭୁ କାଳିଆ ଶାନ୍ତ ଅଛନ୍ତି। ଦେଖୁଛ ତ କେମିତି ଚକାଚକା ଆଖି ଦୁଇଟା କରି ତୁମକୁ ଚାହିଁଛନ୍ତି, ଆଉ ତାଙ୍କର ସେ ନାଲି ଅଧର ଓଠରେ ଖିଲି ଖିଲି ହୋଇ ହସୁଛନ୍ତି। ପୁଣି ତମେ କାନ୍ଦୁଛ ଯେ? ନାଇଁ ମ, ସେମିତି କିଛି ନୁହେଁ, ଏସବୁ ଖୁସିର ଲୁହ। ମନ କଥାକୁ ଚାପିଦେଲା ମାଆଟି। ତଥାପି କେହି ଜଣେ ସେବାୟତ ମନ ଖୁସିରେ କହି ଉଠିଲେ, ବୁଝିଲୁ ମା, ଭଲ ପୁଅଟିଏ ଜନ୍ମ ଦେଇଛୁ। ପୁଅ ନୁହେଁ ତ ହୀରା ଖଣ୍ଡେ। ମୁଁ ଲକ୍ଷ୍ୟ କରିଛି, ବଡ଼ଦାଣ୍ଡ ଥାଉ ମହାପ୍ରଭୁଙ୍କ ପର୍ଯ୍ୟନ୍ତ ସାବଧାନର ସହିତ ତୋ ହାତ ଧରି ବାଟ କଢ଼େଇ ନେଉଛି। ସତରେ ମା, ଭଲ ପୁଅଟି। ତୋ ଲୁହ ସହି ନ ପାରି ସେ ବି କାନ୍ଦୁଛି, ତୋ ଆଖିର ଲୁହକୁ ପୋଛି ଦେଉଛି। ଠାକୁର ସମସ୍ତଙ୍କୁ ଏମିତିକା ପୁଅଟିଏ ଦଉ। ଯେତେବେଳେ ସେବାୟତ ଜଣକ ଏତକ କୁହନ୍ତି, ମାଆଟି ଆଉ କୋହ ସମ୍ଭାଳି ପାରିଲାନି। ଆହୁରି ଜୋରରେ କାନ୍ଦିବାକୁ ଲାଗିଲା। କହୁ କହୁ କହି ପକେଇଲା, ଶାନ୍ତେ ବାଟରେ ଆସିଲା ବେଳେ ନା କହି ବସିଥିଲି ଏମିତିକା ପୁଅଟିଏ ଦେବା ପାଇଁ। ସତରେ କ'ଣ ଏ ସେବାୟତଙ୍କର କଥା ସତ ହେବ? ଯାହା ବି ହଉ, ଏଣିକି ମହାପ୍ରଭୁଙ୍କ ପାଖରୁ ମେଲାଣି ମାଗି ଅବଢ଼ା ହାଟକୁ ଗଲେ। ବିଜୁ ସେ ଅବଢ଼ା ହାଟରେ ବସେଇ ଦେଲା ମାଆଟିକୁ। ମାଗି ଆଣିଲା ଅବଢ଼ା। ଦୁଇ ଜଣ ଖାଇବେ ନା। ମା କିନ୍ତୁ କହିଲେ, ଗୋଟିଏ ଥାଳିରେ ଆଣିବୁ, ସାଙ୍ଗ ହୋଇ ଖାଇବା। ଆଶ୍ଚର୍ଯ୍ୟର କଥା, ମା ଆଜି ଏମିତି କ'ଣ କହୁଛନ୍ତି ଯେ? ସେ ବୁଝିପାରୁନି ମାଆଟି ଯେ ତା ମନ ଭିତରେ ମହାପ୍ରଭୁଙ୍କୁ କହିସାରିଛି, ଶାନ୍ତେ ଜାଣିଛି ବୟସ ଗଡ଼ିଯାଇଛି ମୋତେ, ଆଉ ସନ୍ତାନଟିଏ ହେବାର ସୌଭାଗ୍ୟ ନାହିଁ। ଏ ବିଜୁ ହିଁ ମୋ ପାଇଁ ମୋ ପୁଅ, ବାକି ଜୀବନର ସାଥୀ ସିଏ। ଯାହା ବି ହଉ, ଅବଢ଼ା ହାଟରେ ମା ପୁଅ ଦେଇ ଗୋଟିଏ ଥାଳିରେ ଖାଇଲେ। ବିଜୁ ଆହୁରି ଭାବୁଥାଏ, ଆଜି ଏମିତି କାହିଁ ଘଟୁଛି ମୋ ସହିତ? କିଛି ଅଘଟଣ ଘଟିବନି ତ? ଗରିବ ବାପା ଝିଅଙ୍କ ଛୁଆ ସିଏ। ମାଆର ସ୍ନେହ ପାଇଛି ସତ, ହେଲେ ଆଉ ଜଣେ ମାଆର ଦୁଇଗୁଣ ସ୍ନେହ ଦେଖି ଯେ କେହି ହେଲେ ଆଶ୍ଚର୍ଯ୍ୟ ହେବ। ବିଜୁ କିନ୍ତୁ ସେଦିନ ସେମିତି କିଛି ହେଲାନି। ସବୁ ଛାଡ଼ିଦେଲା ସେ ମହାପ୍ରଭୁଙ୍କ ଉପରେ। ହଁ, ଅବଢ଼ା ହାଟରୁ ଅବଢ଼ା ଖାଇଲେ, ଆଉ ବାବୁଙ୍କ ପାଇଁ ଅବଢ଼ା କୁଡ଼ିଆଟିଏ ବି ଆଣିଲେ। ବାଟରେ ଏମିତି କଥା ହୋଇ ହୋଇ ଫେରୁଥାନ୍ତି, ହଠାତ୍ କେହି ଜଣେ ବୋଧେ ପାଗଳ ଲୋକଟାଏ ବାଡ଼ିଟିଏ ଧରି ପିଟିଦେଲା। ଆଉ ଧାଇଁକିନା ବିଜୁ ଯାଇ ଛିଡ଼ା ହେଇ ପଡ଼ିଲା ଆଗରେ। କାହିଁକିନା ମାଡ଼ଟା ମାଆଙ୍କର ମୁଣ୍ଡରେ ବାଜିଥାନ୍ତା। ଚାହୁଁ ଚାହୁଁ ବିଜୁର ମୁଣ୍ଡଟା ଫାଟିଗଲା, ବହୁତ ରକ୍ତ ବୋହିଗଲା। ଲୋକମାନେ ପାଗଳଟାକୁ କାବୁ କରିନେଲେ, ଆଉ ସମସ୍ତେ ଆଶ୍ଚର୍ଯ୍ୟର ସହ ଅନେଇଥାନ୍ତି।
କେମିତିକା ପୁଅରେ ମା, ଧନ୍ୟ ତୁ, ଧନ୍ୟ ତୋର ଭଲ ପାଇବା, ଧନ୍ୟ ତୋର ସ୍ନେହ ଶ୍ରଦ୍ଧା। ଦେଖୁଛୁ ତ ତୋ ମୁଣ୍ଡରେ ମାଡ଼ଟା ବାଜିଥାନ୍ତା, ନିଜ ଜୀବନକୁ ବାଜି ଲଗେଇ ତୋତେ ସେ ବଞ୍ଚେଇଲା। ମହାପ୍ରଭୁ ସମସ୍ତଙ୍କୁ ଏମିତିକା ପୁଅଟିଏ ଦଉ। ହେଲେ ଏତେବେଳକୁ ନା ମା ସାନ୍ତାଣୀ କାନ୍ଦି ବୋବେଇଲେଣି। ମୋ ବିଜୁ କ'ଣ ହେଇଗଲା ତାର? ମୁଣ୍ଡଟା ଫାଟି ଯାଇଛି। ସାନ୍ତେ କ'ଣ ଯେ ଏବେ କରିବି? କିଛି କଥା ନାହିଁ। ଉପସ୍ଥିତ ଥିବା ଭାଇମାନେ ଧାଇଁ ଆସି ବିଜୁକୁ କୋଳେଇ ନେଲେ, ଆଉ ପାଖରେ ଡାକ୍ତରଖାନା ବି ନେଇଗଲେ। ବିଜୁର ମୁଣ୍ଡରେ ଟିକେ ଆଘାତ ଲାଗିଥିଲା। ବିଜୁ ବି ରେଷ୍ଟ ନେଲା ସେଇଠି, ଆଉ ତାର ମୁଣ୍ଡରେ ନା ବ୍ୟାଣ୍ଡେଜ୍ କରାଗଲା। ମା ଜଣକ ସେମିତି ପାଖରେ ବସି ବିଜୁକୁ ଟିକେ ଆଉଁସି ଦେଉଥାନ୍ତି, ମଝିରେ ମଝିରେ କହୁଥାନ୍ତି, ଠାକୁରେ ମୋ ବିଜୁକୁ ଭଲ କରିଦିଅ, ଆମେ ପୁଣି ଘରକୁ ଯିବୁ ଯେ। ଏପଟେ ବାବୁ ଭାରି ବ୍ୟସ୍ତ ହୋଇପଡ଼ିଲେଣି। ଶୀଘ୍ର ଚାଲି ଆସିବା କଥା, କାହିଁକି ଏତେ ଡେରି ହେଉଛି? ହେଲେ ସେ କ'ଣ ଜାଣନ୍ତି ବିଜୁଟା ଡାକ୍ତରଖାନାରେ ପଡ଼ିଛି। ଯାହା ବି ହଉ, କାହିଁକି କେଜାଣି ସେଦିନ ସେ ଅସୁରକ୍ଷା ମନଟାକୁ ମୁଣ୍ଡ ନୁଆଇବାକୁ ପଡ଼ିଲା ସେଇ ମହାପ୍ରଭୁଙ୍କ ପାଖରେ। ହାତ ଯୋଡ଼ି ଦେଇ କହିଲେ, ହେ ପ୍ରଭୁ କାଳିଆ ଶାନ୍ତ, ହେ ଚକାଟୋଳା, ଜାଣିଛି ଜୀବନରେ ଅନେକ ପାପ କରିଛି, ଅନେକ ଲୋକଙ୍କ ତଣ୍ଟି ଚିପିଛି। ଆଜି ମୋର ଭୁଲ ମୁଁ ମାନୁଛି, ସେମାନଙ୍କୁ ଟିକେ ଫେରେଇ ଆଣ। ହଁ, ମଣିଷ ଯେତେବେଳେ ଅସୁବିଧାରେ ପଡ଼େ, ଯେତେବେଳେ ନିଜ ଜୀବନସାଥୀ ଉପରେ କିଛି ଅସୁବିଧା ଆସେ, ସେତେବେଳେ ହିଁ ମଣିଷକୁ ସବୁକିଛି ତୁଚ୍ଛ ଲାଗେ। ଆଉ ବାବୁଙ୍କ ସହିତ ସେଦିନ ସେମିତି ହିଁ ଘଟିଥିଲା। ଯେହେତୁ ସାନ୍ତାଣୀ ନାହାନ୍ତି, ଆସିବା ଡେରି ହେଇଛି, ପୁଣି ସାଙ୍ଗରେ ପର ପିଲାଟିଏ ଯାଇଛି, ଯେ କେହି ଲୋକ ହେଲେ ମନରେ ଭୟ ଆଉ ସନ୍ଦେହ ଆସିବ। ବାଟରେ କିଛି ଅସୁବିଧା ହେଇନି ତ? ତା ଛଡ଼ା ମଳିମୁଣ୍ଡିଆ ଲୋକ ଏମାନେ, ଟଙ୍କା ପଇସା ପାଇଁ ଯଦି ତାକୁ ମାରି ଦେଇଥିବ, ଏମିତି କେତେ ଅଜବ କଥା ମୁଣ୍ଡକୁ ବି ଆସିଲା। ତଥାପି ଧୈର୍ଯ୍ୟ ଧରିବାକୁ ପଡ଼ିଲା, ଯେହେତୁ କାଳିଆ ପାଖରେ ମୁଣ୍ଡ ନୁଆଇଛନ୍ତି। ଆହୁରି କହିଲେ, ଶାନ୍ତେ ସେ ଫେରି ଆସିଲେ ନା, ସାଙ୍ଗ ହୋଇ ତୁମ ଦର୍ଶନ କରିବାକୁ ଯିବି। ଆଉ ଦରକାର ନାହିଁ ଏ ଟଙ୍କା ପଇସା, ବହୁତ କମେଇଲି, ବହୁତ ନାଁ ବି ନେଇଛି। ବାବୁଙ୍କର ଭୋକ ଶୋଷ ବି ହଜିଯାଇଥାଏ। କେବଳ ଗୋଟିଏ ଚିନ୍ତା, କେତେବେଳେ ସ୍ତ୍ରୀ ତାଙ୍କର ଫେରିବ। ଚାହୁଁ ଚାହୁଁ ବହୁ ସମୟ ପରେ ବିଜୁକୁ ସାଙ୍ଗରେ ଧରି ସାନ୍ତାଣୀ ମା ଆସିଥିଲେ। ହେଲେ ଏ କ'ଣ, ବିଜୁର ମୁଣ୍ଡରେ ଧଳା କନାଟିଏ ଗୁଡ଼ା ହେଇଛି। ସେ ବୁଝି ସାରିଥିଲେ ବାଟରେ ଏମାନଙ୍କ ସହିତ କିଛି ଅଘଟଣ ଘଟିଛି। ଧାଇଁକିନା ଯାଇ ପଚାରିବାରୁ କାନ୍ଦି ପକେଇଲେ ସାନ୍ତାଣୀ ମା, ଆଉ ସବୁ କଥା କହିଦେଲେ ସେଦିନ ବାବୁଙ୍କୁ। ବାବୁ ଯେତେବେଳେ ସବୁ କଥା ଶୁଣନ୍ତି, ତାଙ୍କ ଆଖିରେ ବି ଲୁହ ରହିଲାନି। ସତରେ କ'ଣ ମୋ ସ୍ତ୍ରୀକୁ ବଞ୍ଚେଇବା ପାଇଁ ଏଇ ପର ପିଲାଟି ନିଜ ଜୀବନକୁ ବାଜିରେ ଲଗେଇ ଦେଇଛି। ଆହା, କେଡ଼େ ଦୁଃଖ। ଏପଟେ ବିଜୁଟା ବି ଆଶ୍ଚର୍ଯ୍ୟର ସହ ଚାହିଁ ରହିଥାଏ। ସତରେ କ'ଣ ଇଏ ସେଇ ଲୋକ ଯାହାର ପାଟି ଫିଟିବା କ୍ଷଣି ତୋତା ରେରାରେ ଚାଲେ? ଆଜି ଏତେ ଶାନ୍ତ, ଏତେ ନମ୍ର, ଆଖିରେ ପୁଣି ଆଖିଏ ଲୁହ, ଏ କେମିତି ସମ୍ଭବ? ସେ ଭୁଲି ସାରିଥିଲା ତାର ମୁଣ୍ଡରେ ଆଘାତ ଲାଗିଛି ବୋଲି। ଏଣିକି ମା ସାନ୍ତାଣୀ ହାତ ଯୋଡ଼ି ଦେଇ କହିଲେ, ସେଦିନ ଘଟିଥିବା ସେ ପୁରୀଠୁ ଆରମ୍ଭ କରି ଘର ପର୍ଯ୍ୟନ୍ତ ସବୁ କଥା କହିଲେ। ଆହୁରି ଗୋଟେ କଥା କହିଲେ, କଥାଟିଏ କହିବି ରଖିବ? ବାବୁ ସେଦିନ ମୁଣ୍ଡ ନୁଆଇକି କହିଲେ, ହଁ, ତୁମର ପ୍ରତ୍ୟେକଟି କଥା ରଖିବାକୁ ମୁଁ ରାଜି। କୁହ, କ'ଣ ମୁଁ କରିବି? ଏଇ ବିଜୁଟାକୁ ନା ସାରା ଜୀବନ ଆମ ପୁଅ କରିକି ରଖିବା। ଏପଟେ ବିଜୁ ଯେତେବେଳେ ଏକଥା ଶୁଣିଛି, ସେ ଆଶ୍ଚର୍ଯ୍ୟ ହେଇଗଲା। ସତରେ କ'ଣ ଆକାଶ କଇଁଆ ଆଉ ଚିଲିକାର ମାଛ ଏକ ହେଇପାରିବ? ଏ କେମିତିକା ପ୍ରସ୍ତାବ ଦେଉଛନ୍ତି? ବାବୁ ଯେମିତିକା ଲୋକ ସେ ପୂର୍ବରୁ ଜାଣିଛି। ହେଲେ ସେଦିନ ସବୁକିଛି ପରିବର୍ତ୍ତନ। ବାବୁ ହସି ଦେଇ କହିଲେ, ବିଜୁ ରାଜି ହବ ତ? ତାର ବି ବୋଉ ଅଛି, ସେ କ'ଣ ରାଜି ହେବେ? ଏମିତିକା କଥା ଶୁଣି ବିଜୁ ବି ସେଦିନ ଭୋ ଭୋଇ କାନ୍ଦିଥିଲା। ସାନ୍ତାଣୀ ମା କିନ୍ତୁ କୋଳେଇ ନେଇଥିଲେ, ଆଖିର ଲୁହକୁ ପୋଛି ଦେଇଥିଲେ। ସେଦିନ ସବୁକିଛି ବନ୍ଧନ ତୁଟି ଯାଇଥିଲା। ଆଉ ବାବୁ ଭାବୁନଥିଲେ କି ସେ ଖଣ୍ଡମଣ୍ଡଳର ଜଣେ ଜମିଦାର।
ଜଣେ ହୁକୁମଦାର ସାଧାରଣ ମଣିଷଟିଏ ନିଜକୁ ମାନି ନେଇଥିଲେ ଆଉ ମହାପ୍ରଭୁଙ୍କର ଦାସଟିଏ ବୋଲି ସ୍ୱୀକାର କରିସାରିଥିଲେ। ଆଉ ବିଜୁର ମା ସେ ତ ଭାରି ଭଲ ଲୋକ, ସେ ବି ସେଦିନ ରାଜି ହେଇଥିଲେ। ଯାହା ହଉ ପଛେ ମୋ ବିଜୁଟା ଦୁଇଟା ମାଆର ସନ୍ତାନ, କିଛି କଥା ନାହିଁ ବାବୁ, ସାରା ଜୀବନ ତୁମରି ସେବାରେ। ନାଇଁ ମ ବିଜୁ ଆଣିକି ହାତ ବାରି ଯୋଇ କାମ କରିନି, ହୁକୁମଦାର ମୋ ଅନ୍ତେ ସିଏ ମୋର ଉତ୍ତରାଧିକାରୀ। ଯାହା ବି ହଉ ସାଆନ୍ତାଣୀ ଆଉ ବାବୁଙ୍କର ସେଦିନ ଏମିତି ଏକ ନିଷ୍ପତ୍ତି ଗାଁ ବାଲାଙ୍କୁ ବି ଚକିତ କରିଥିଲା। ସତରେ ଯେ ମଣିଷଟା ଏମିତି ପରିବର୍ତ୍ତନ ହେଇଯିବ। ହଁ, ସବୁ ସେଇ ମହାପ୍ରଭୁଙ୍କ ପାଇଁ। ଯଦି ସାଆନ୍ତାଣୀ ମା ବିଜୁକୁ ସାଙ୍ଗରେ ନେଇ ପୁରୀ ନ ଯାଇଥାନ୍ତେ ଏମିତି କ'ଣ ଘଟିଥାନ୍ତେ କି? ଆଜି ବି ଆଉ ସାଆନ୍ତାଣୀ ମା ନାହାନ୍ତି କି ସେ ବାବୁ ବି ନାହାନ୍ତି। ବିଜୁ ବହୁତ ବଡ଼ ହେଇଯାଇଛି। ଦେଖିବାକୁ ମିଳିଛି ମହାପ୍ରଭୁଙ୍କର ସେ ଦିବ୍ୟ ମୂର୍ତ୍ତି ଆଗରେ ଛିଡ଼ା ହୋଇ ବିଜୁ ମନେ ପକାଉଛି ସେ ଦିନରେ ସେଇ ଶ୍ରୀକ୍ଷେତ୍ରରେ ଘଟିଥିବା ସେଇ ଘଟଣା ଉପରେ। ସେ ପାଗଳା ଜଣକ କିଏ ଯେ ଥିଲେ, ଯାହା ପାଇଁ ଆଜି ସେ ଗରିବ ମଣିମୁଣ୍ଡିଆରୁ ଗୋଟେ ଗାଁର ଜମିଦାରର ପୁଅ। ଭାଗ୍ୟ କେତେବେଳେ କାହାର ପରିବର୍ତ୍ତନ ହେବ ଆଉ କାହାକୁ କେଉଁଠୁ ନେଇ କେଉଁଠି ପହଞ୍ଚେଇ ଦେବ ସେ କଥା କେହି ଜାଣନ୍ତିନି। କେବଳ ନିଜ କର୍ମପଥରେ ଆଗେଇ ଚାଲ, ନିଜ କର୍ତ୍ତବ୍ୟ କର। ଏଇ ଯେମିତି ବିଜୁ ସାଙ୍ଗରେ ଆସିଥିବା ମା ସାଆନ୍ତାଣୀଙ୍କ ପାଇଁ ନିଜ ଜୀବନକୁ ବାଜି ଲଗାଇ ବଞ୍ଚେଇଲା। ସେ କ'ଣ ଜାଣିଥିଲା ତାପରେ ତା ସହିତ ଏମିତି ଘଟିବ ବୋଲି? କର୍ମ କରି ଚାଲ, ଫଳରେ ଆଶା କେବେ ରଖନି, କାହିଁକିନା ତୁମ କର୍ମ ହିଁ ନିର୍ଭର କରେ କେମିତିକା ଫଳ ପାଇବାର ହକଦାର। ନମସ୍କାର। ଛୋଟ ଭିଡ଼ିଓଟିଏ ଆପଣମାନଙ୍କୁ ଯଦି ଭଲ ଲାଗିଥାଏ ଜଣାଇବେ ନିଶ୍ଚୟ। ଆଉ ଯଦି କଥା ଛଳାରେ ସାମାନ୍ୟ ବି ତ୍ରୁଟି ଥାଏ ମୋର କ୍ଷମା କରିବାକୁ ଅନୁରୋଧ। ଜୟ ଜଗନ୍ନାଥ।